+3 ପିଜି ପିଲାଙ୍କ ପାଇଁ କି ଭଲ ସ୍କଲାରशिପ ଦେଲେ 10,000 ଟଙ୍କା ଲେଖା ଦେଲେ କାଇଁ +2 ପିଲାଙ୍କୁ ତ ଦେଲେନି। ହଁ ସେମାନଙ୍କୁ କଣ ପାଇଁ ଦେବେ ସେମାନଙ୍କୁ ତ 18 ବର୍ଷ ହେଇନାହିଁ ନା ଆପଣ କେବଳ ସେଇ ପିଲାମାନଙ୍କୁ ଦଉଛନ୍ତି ଯୋଉ ପିଲାମାନଙ୍କର 18 ବର୍ଷରୁ ଅଧିକ ଯୋଉମାନେ କି ଆପଣଙ୍କୁ ଭୋଟ ଖଣ୍ଡେ ଖଣ୍ଡେ ଦେଇପାରିବେ। ଆମ ଓଡିଶାରେ +3 କରୁଥିବା ପିଲା 4 ଲକ୍ଷ ଏବଂ ପିଜି କରୁଥିବା ପିଲା 35,000 ଆପଣ ସେମାନଙ୍କୁ 10,000 ଟଙ୍କା ଲେଖା ଦେଇକି ଭୋଟ ଖଣ୍ଡେ ଖଣ୍ଡେ ନେବେ ବୋଲି କେବଳ 10,000 ଟଙ୍କା ଦେଇଛନ୍ତି। ନବୀନ ସାର୍ ଆପଣ ଆମ ଓଡିଶାରେ 24 ବର୍ଷ ରହିଲା ପରେ କରିଛନ୍ତି କଣ କିଛି କରିନାହାନ୍ତି। ଆଜି ବି ଆମ ଗାଁକୁ ସେଇ ଲାଲଗୁଡି ରାସ୍ତା ଅଛି ବର୍ଷା ଦିନିଆ ଗଲା ବେଳେ ଆଣ୍ଠିଏ ନାଖେ କାଦୁଅ ହଉଛି। ଆଜି ବି ଆମ ଗାଁରେ ଚାଳ ଘର ଅଛି ବର୍ଷା ଦିନିଆ ବର୍ଷା ହେଲାକୁ ଘର ଭିତରେ ପାଣି ପଡୁଛି। ଆପଣ କରିଛନ୍ତି କଣ କିଛି କରିନାହାନ୍ତି। କେବଳ ଇଲେକ୍ସନ ଟାଇମରେ ପଇସା ବାଣ୍ଟିବା ଜାଣିଛନ୍ତି ପଇସା ଛଡା କିଛି ଜାଣିନାହାନ୍ତି। ଏଇ ଦେଖନ୍ତୁ ସେଇ ଆପଣ ଯୋଉ ଫର୍ମ ଦେଖିଲେ ଏଇ ସେଇ ଫର୍ମ ପୁରା ଏଟା ପଠେଇ ଦେଲେ ଅନଲାଇନରେ ଆମେ ପ୍ରିଣ୍ଟ ଆଉଟ ବାହାର କରିକି ଫିଲ୍ଅପ କରିମୁ। ଆପଣ 10,000 ଟଙ୍କା ଲେଖା ଦଉଛନ୍ତି କେବଳ ସେଟା ଇଲେକ୍ସନ ପାଇଁ। ନବୀନ ସାର୍ ଆପଣ ଯୋଉ ଏବେ ଲୋକମାନଙ୍କୁ ବ୍ୟାଗ ବାଣ୍ଟୁଛନ୍ତି 13 କୋଟି ଟଙ୍କା ଖର୍ଚ୍ଚ କରି କଣ ଲୋକମାନଙ୍କ ପାଖରେ ବ୍ୟାଗ ନଥିଲା ଜିନିଷ ପତ୍ର ଆଣିବା ପାଇଁ ଆପଣ କେବଳ ସେଇ ବ୍ୟାଗ ତିଆରି କରିବା ପାଇଁ 13 କୋଟି ଟଙ୍କା ଖର୍ଚ୍ଚ କରିଦେଲେ। ଯଦି ସେଇ 13 କୋଟି ଟଙ୍କା ରଖିଥାନ୍ତେ ଆମ ଓଡିଶାରେ ଆଜି ଗୋଟେ କାରଖାନା ହେଇପାରିଥାନ୍ତା ଆଉ ଆମ ଓଡିଶାର ଲୋକମାନେ ଦେଶ ବିଦେଶକୁ ଆଜି ଯାଇ ଦାଦନ ଖଟି ନଥାନ୍ତେ ଆମ ଓଡିଶାରେ ରଖିଥାନ୍ତେ ଆଉ କାମ କରିଥାନ୍ତେ ଆମ ଓଡିଶା ବହୁତ ଆଗକୁ ଯାଇଥାନ୍ତା। ଆଉ ମତେ ଯାହା ଲାଗୁଛି ଏସବୁ ଆଇଡିଆ ଆମ ପାଣ୍ଡିଆନ ସାରଙ୍କର। ପ୍ଲିଜ ଦୟା କରିକି ଏମିତି ପଇସା ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।